ପୁଣି ଦେଖାଗଲା ହାତୀ ଉପଦ୍ରବ। ଆସିଲେ ଖାଇଲେ ଓ ଚାଲିଗଲେ, ତା ସହିତ କୁଡ଼ିଆ ଘରକୁ ବି ଭାଙ୍ଗିଦେଲେ। ଏଭଳି ଏକ ଘଟଣା ଘଟିଛି କେସିଙ୍ଗା ବ୍ଲକ ଅନ୍ତର୍ଗତ ଘଣ୍ଟଶଳା ଗାଁରେ। କେସିଙ୍ଗା ବ୍ଲକ ଅନ୍ତର୍ଗତ କସୁରୁପଡ଼ା ପଞ୍ଚାୟତର ଘଣ୍ଟଶଳାଠାରେ ଏକ ଚାଷ ଜମିକୁ ପଶି ଆଖୁ ଖାଇବା ସହିତ ଧାନ ଫସଲ ବି ନଷ୍ଟ କରିଛନ୍ତି ହାତୀପଲ। ଏହା ସହିତ ପାଖରେ ଥିବା ଏକ କୁଡ଼ିଆ ଘରକୁ ଭାଙ୍ଗି ଦେଇଛନ୍ତି ହାତୀପଲ। ଚାଷୀଙ୍କ ଚିନ୍ତା ବଢ଼ାଇଲା ହାତୀ। ଗତ କିଛି ଦିନ ହେବା କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ପରଲସିଙ୍ଗାର ଖାଲରେ ଛୋଟ ଛୁଆ ହାତୀ ଗୋଟେ ପଡ଼ିଯାଇଥିବା ବେଳେ ହାତୀ ପୋଲ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛନ୍ତି। ଆଜି ଘଣ୍ଟଶଳାଠାରେ କେସିଙ୍ଗା ବ୍ଲକର କସୁରୁପଡ଼ା ପଞ୍ଚାୟତ ଘଣ୍ଟଶଳାଠାରେ ଜଣେ ଚାଷୀଙ୍କର କ୍ଷେତରେ ଆଖୁ ଚାଷ କରାଯାଇଥିଲା। ସେ ଆଖୁକୁ ପୁରାପୁରି ନଷ୍ଟ କରିଛନ୍ତି, ତା ସହିତ ଧାନ କ୍ଷେତକୁ ମଧ୍ୟ ନଷ୍ଟ କରିଛନ୍ତି। ଆମ ସହିତ ସେ ଚାଷୀ ଜଣକ ଅଛନ୍ତି, ତାଙ୍କଠୁ କିଛି ପ୍ରତିକ୍ରିୟା ନେବା। କାଣା କହିବେ, କେମିତି ହେଲା, କେତେବେଳେ ହେଲା, କିଛି ସବୁ ଖବର ପାଇଲେ କାମ? খবর তো পাইলো হেলে কাঁ করবো, সব ক্ষতি হয়নি কিছু নেই। হাতিকে যার মনে ছিল কাঁ করবো, কেন তো সব কুড়কুড়া কুচে ধান বগিচা আম বগিচা ବି ସବୁ କ୍ଷତି କରିଦେଇଛୁ। ଦେଖ ତମର ଯଦି ଭଗବାନ କୃପାରୁ କିଛି କିଛି ଟିକେ ସାହାଯ୍ୟ କଲେ କିଛି ଆମେ ଟିକେ ମନ ଟିକେ ଶାନ୍ତି ହେତା। ତ ଆପଣ ଶୁଣୁଥିଲେ ଯାହା ତ କ୍ଷତି ହେଇଯାଇଛି, କିନ୍ତୁ ଏବେ ତ ତାର ଭରଣା କରିହେବ ନାହିଁ। ତ ସେଥିପାଇଁ ସେ ସରକାରକୁ ଅନୁରୋଧ କରିଛନ୍ତି କିଛି କ୍ଷୟକ୍ଷତି ପୂରଣ ଦେଲେ ସେ ଲାଭବାନ ହୁଅନ୍ତି। ଆମ ସହିତ ଘଣ୍ଟଶଳାର ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କଠାରୁ ମୁଁ ଶୁଣିବା ହାତୀ ତାଙ୍କର କେତେ କ୍ଷୟକ୍ଷତି କରିଛନ୍ତି। କେତେ କ୍ଷତି ହେଇଛି? ଆମରଟା ତ 6ଟା କ୍ଷତି ହେଇଛି ଆଜ୍ଞା। ସବୁ ଧାନ କରିଥିଲେ, ସବୁ ଧାନ କାଣା ହେଇଛି, ପୁରା ମାଡ଼ି ଦେଇଛନ୍ତି କି ଖାଇ ଦେଇଛନ୍ତି? ମାରି ଦେଇଛନ୍, ଖାଇଛନ୍, ଭିଜି ଦେଇଛନ୍, ଉଣ୍ଡି ଉଣ୍ଡା ଦେଇଛନ୍, କୁଟକୁଟା କରି ଦେଇଛନ୍। ଆପଣ ସରକାରକେ କାଣା କହିବାକୁ ଚାହିଁବେ? କିଛି ସାହାଯ୍ୟ ମିଳୁ ବୋଲି କହୁଛୁ, ଆଉ କାଣା କହମା। କେସିଙ୍ଗାରୁ ଅନିଲ କୁମାରଙ୍କ ରିପୋର୍ଟ।